हेलो स्टूडेंट्स। तो आज हमें +3 थर्ड सेमिस्टर एजुकेशन ऑनर्स मेजर पेपर 6 यूनिट 1 प्राचीन युग समयर शिक्षा ये चैप्टर आज हमें मोस्ट इम्पोर्टाट शॉर्ट क्वेश्चन 2 मार्किया एवं 5 मार्किया क्वेश्चन आंसर डिस्कस करवा। तो वीडियो को स्किप न करी शेष पर्यंत देखंतु। मु ऑलरेडी मेजर पेपर 5 रो क्लास गुडिक करछि तार प्लेलिस्ट मोर डिस्क्रिप्शन रे लिंक अछि ताकु मध्ये आपण माने देखि पारंती। तो अब आसंतु मेजर पेपर 6 यूनिट 1 लो शॉर्ट क्वेश्चन टी प्रथमे डिस्कस करबा। तो प्रथम क्वेश्चन कोन आछि, वैदिक युग रे नारी माननकु दु श्रेणी रे विभक्त करा जाय यथा डैश ओ डैश ब्रह्मवादिनी सत्यवधू। परवर्ती प्रश्न, वैदिक युग रे ज्ञान को डैश बोली कहा जाए, तृतीय नेत्र बोली कहा जाए। परवर्ती प्रश्न, देवी महात्म्य डैश रचना करथिले ना जोग द्वारा रचना करथिले। परवर्ती प्रश्न, डैश को एशियार आलोक कहा जाए ना गौतम बुद्ध को एशियार आलोक बोली कहा जाए। परवर्ती प्रश्न, वैदिक युग रे शिक्षार माध्यम डैश थिला ना संस्कृत थिला। ସେମାନେ ସଂସ୍କୃତ ଭାଷାରେ ଶିକ୍ଷା ଅଧ୍ୟୟନ କରୁଥିଲେ। ପରବର୍ତ୍ତୀ କ୍ୱେଶ୍ଚନ ଯିବା, କ୍ୱେଶ୍ଚନ ନମ୍ବର 6 କୁ ଆସିବା। ଅର୍ଥବେଦ ଝିଅମାନଙ୍କୁ ଡ୍ୟାଶ ବୋଲି ସମ୍ବୋଧନ କରିଥାଏ, ଯାହା ସଂସ୍କୃତ ଭାଷାରେ ଡ୍ୟାଶ ଶବ୍ଦରୁ ଆନିତ, ଯାହାର ଅର୍ଥ ଡ୍ୟାଶ। ତ ପ୍ରଥମ କ୍ୱେଶ୍ଚନ କ'ଣ ଆସୁଛି, ଅର୍ଥବେଦ ଝିଅମାନଙ୍କୁ ଡ୍ୟାଶ ବୋଲି ସମ୍ବୋଧନ କରାଯାଏ ନା ଦୁହିତା ବୋଲି ସମ୍ବୋଧନ କରିଥାଏ, ଯାହାର ସଂସ୍କୃତ ଭାଷାରେ ହୁଦ୍ରୁ ଶବ୍ଦରୁ ଆନିତ, ଯାହାର ଅର୍ଥ ହେଉଛି ଗାଈ ଦୁହିଁବା। ଓକେ, ଦେନ୍ ପରବର୍ତ୍ତୀ କ୍ୱେଶ୍ଚନକୁ ଯିବା 7 କୁ। ଉପନୟନର ଅର୍ଥ ଡ୍ୟାଶ ନିକଟର କରାଇବା। ପରବର୍ତ୍ତୀ ପ୍ରଶ୍ନ, ବୌଦ୍ଧ ଯୁଗରେ ଡ୍ୟାଶ ମାଧ୍ୟମରେ ସଂଘର ଯୋଗ ଦେଉଥିଲେ ନା ପବଜ ମାଧ୍ୟମରେ ସଂଘ ଯୋଗ ଦେଉଥିଲେ, ଯାହାର ଅର୍ଥ ଡ୍ୟାଶ ଥିଲା ବାହାରି ଯିବା ବା ଅନ୍ୟତ୍ର ଯୋଗ ଦେବା। ପରବର୍ତ୍ତୀ କ୍ୱେଶ୍ଚନକୁ ଆସିବା, କ୍ୱେଶ୍ଚନ ନମ୍ବର 9 କୁ ଆସିବା। ଡ୍ୟାଶ ହେଉଛି ବୌଦ୍ଧ ଯୁଗରେ ବିଦ୍ୟାଳୟ ପ୍ରବେଶର ଅନ୍ତିମ ଅଭିଷେକ ନା ଉପସମ୍ପଦ। ପରବର୍ତ୍ତୀ ପ୍ରଶ୍ନ, ଡ୍ୟାଶ ବିନୟନ ଭାବ ବୃଦ୍ଧି କରେ ନା ଭିକ୍ଷା। ପରବର୍ତ୍ତୀ କ୍ୱେଶ୍ଚନ, ବୈଦିକ ଯୁଗରେ ଲିଖନ ପ୍ରଣାଳୀକୁ ଡ୍ୟାଶ କୁହାଯାଏ, ସୂତ୍ରଧର ବୋଲି କୁହାଯାଏ। କ'ଣ ନା ସୂତ୍ରଧର। ପରବର୍ତ୍ତୀ ପ୍ରଶ୍ନ, ଗୁରୁକୁଳ ଶିକ୍ଷା 3ଟି ପଦ୍ଧତି ଡ୍ୟାଶ ଡ୍ୟାଶ ଓ ଡ୍ୟାଶ ମାଧ୍ୟମରେ ଶିକ୍ଷାଦାନ କରାଯାଉଥିଲା, ଧ୍ୟାନ ସ୍ମରଣ ଆସନ ମାଧ୍ୟମରେ। ଏଟା ହେଉଛି ଗୋଟିଏ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ତ ଧ୍ୟାନ ସ୍ମରଣ ଏବଂ ଆସନ ମାଧ୍ୟମରେ ଶିକ୍ଷାଦାନ ହେଉଥିଲା। ପରବର୍ତ୍ତୀ ପ୍ରଶ୍ନ, ଗୁରୁକୁଳରେ ଯେଉଁମାନେ 24 ବର୍ଷ ଶିକ୍ଷା ଗ୍ରହଣ କରୁଥିଲେ ସେମାନଙ୍କୁ ଡ୍ୟାଶ କୁହାଯାଉଥିଲା ନା ସେମାନଙ୍କୁ ବସୁ ବୋଲି କୁହାଯାଉଥିଲା। ପରବର୍ତ୍ତୀ ପ୍ରଶ୍ନ, ଯେଉଁମାନେ 26 ବର୍ଷ ଶିକ୍ଷା କରୁଥିଲେ ସେମାନଙ୍କୁ ଡ୍ୟାଶ ନା ସେମାନଙ୍କୁ ଶୂଦ୍ର ବୋଲି କୁହାଯାଉଥିଲା, ଓ ଯେଉଁମାନେ 29 ବର୍ଷ ଶିକ୍ଷା ଲାଭ କରୁଥିଲେ ସେମାନଙ୍କୁ ଡ୍ୟାଶ କୁହାଯାଉଥିଲା, ସେମାନଙ୍କୁ ଆଦିତ୍ୟ ବୋଲି କୁହାଯାଉଥିଲା। ପରବର୍ତ୍ତୀ ପ୍ରଶ୍ନ, ବୈଦିକ ଶିକ୍ଷାଦାନ ପ୍ରଣାଳୀ ଡ୍ୟାଶ ଓ ଡ୍ୟାଶ ଥିଲା ନା ପ୍ରଶ୍ନ ଉତ୍ତର ଓ ଆରୋହୀ ପଦ୍ଧତି ଥିଲା। ପରବର୍ତ୍ତୀ ପ୍ରଶ୍ନ, ଶିକ୍ଷାଦାନ ଡ୍ୟାଶରୁ ଏବଂ ଡ୍ୟାଶରେ ଥିଲା, ଶିକ୍ଷା ପଦ୍ଧତି ସରଳରୁ ଜଟିଳ ଏବଂ ଦୃଷ୍ଟାନ୍ତମୂଳକ ଥିଲା। ପରବର୍ତ୍ତୀ କ୍ୱେଶ୍ଚନକୁ ଆସିବା, ବୈଦିକ ଶିକ୍ଷାରେ ଡ୍ୟାଶ ଶିକ୍ଷା ପଦ୍ଧତିକୁ ଅଧିକ ମାତ୍ରାରେ ଗୁରୁତ୍ୱ ଦିଆଯାଉଥିଲା ନା ବୃତ୍ତିଭିତ୍ତିକ ଶିକ୍ଷାକୁ। ପରବର୍ତ୍ତୀ ପ୍ରଶ୍ନ, ମିଥିଳା ବିଦ୍ୟାଳୟରେ ଡ୍ୟାଶ ଏକ ପଣ୍ଡିତ ସମ୍ମିଳନୀ ଡକାଇଥିଲେ ରାଜଶ୍ରୀ ଜନକ। ପରବର୍ତ୍ତୀ ପ୍ରଶ୍ନ, ତକ୍ଷଶିଳା ଡ୍ୟାଶଠାରେ ଏବଂ ନାଳନ୍ଦା ବିଶ୍ୱବିଦ୍ୟାଳୟ ଡ୍ୟାଶଠାରେ ଅବସ୍ଥିତ। ତକ୍ଷଶିଳାଟି ହେଉଛି ପାକିସ୍ତାନ ରାୱଲପିଣ୍ଡି ଏବଂ ନାଳନ୍ଦା ବିଶ୍ୱବିଦ୍ୟାଳୟ ବିହାର ପାଟନାରେ ଅବସ୍ଥିତ। ପରବର୍ତ୍ତୀ ପ୍ରଶ୍ନ, ଜଗଦ୍ୱାରଙ୍କର ଦ୍ୱାରା ରଚିତ ପୁସ୍ତକ ନାମ ଡ୍ୟାଶ ଥିଲା ନା ଦେବୀ ମହାତ୍ମ୍ୟ।
ପରବର୍ତ୍ତୀ କ୍ୱେଶ୍ଚନକୁ ଆସିବା କ୍ୱେଶ୍ଚନ ନମ୍ବର 21କୁ ଆସିବା। ଏଠି କ'ଣ ଦେଇଛି ନା ବେଦ ଡ୍ୟାସ୍ ମାନଙ୍କର ଧର୍ମଗ୍ରନ୍ଥ ହେଉଛି ଆର୍ଯ୍ୟମାନଙ୍କର ଧର୍ମଗ୍ରନ୍ଥ ଥିଲା ଓ ଏହାର ଅନ୍ୟ ନାମ କ'ଣ ନା ସ୍ମୃତି। ପରବର୍ତ୍ତୀ ପ୍ରଶ୍ନ ଋଗ୍ବେଦରେ ଡ୍ୟାସ୍ଟି ଅଷ୍ଟକ ନା 8ଟି ଅଷ୍ଟକ? ଡ୍ୟାସ୍ଟି ଅଧ୍ୟାୟ ଥାଏ ନା 64ଟି ଅଧ୍ୟାୟ ଥାଏ? ପରବର୍ତ୍ତୀ ପ୍ରଶ୍ନ ଋଗ୍ବେଦକୁ ଡ୍ୟାସ୍ଟି ମଣ୍ଡଳରେ ବିଭକ୍ତ କରାଯାଏ ନା 10ଟି ମଣ୍ଡଳରେ ବିଭକ୍ତ କରାଯାଏ ଏବଂ ପ୍ରତି ମଣ୍ଡଳରେ ସଂଗୃହୀତ ମନ୍ତ୍ର ସମୂହକୁ ଡ୍ୟାସ୍ କୁହାଯାଏ ନା ସୂକ୍ତ ବୋଲି କୁହାଯାଏ? ପରବର୍ତ୍ତୀ ପ୍ରଶ୍ନ ନାଳନ୍ଦାର ପାଠାଗାରର ନାମ ଡ୍ୟାସ୍ ଥିଲା ନା ଧରମଗଞ୍ଜ? ପରବର୍ତ୍ତୀ କ୍ୱେଶ୍ଚନକୁ ଆସିବା ନାଳନ୍ଦାରେ ଡ୍ୟାସ୍ ଜଣ ଶିକ୍ଷକ ଥିଲେ ନା 1500 ବା 1500 ଶିକ୍ଷକ ଥିଲେ ବା 1500 ଥିଲେ ଏବଂ ଡ୍ୟାସ୍ ଶିକ୍ଷାର୍ଥୀ ଥିଲେ ନା 8500 ଶିକ୍ଷାର୍ଥୀ ଥିଲେ? ନେକ୍ସଟ କ୍ୱେଶ୍ଚନ ଆସିବା ଏଟା ହେଉଛି ଆପଣଙ୍କ ଗୋଟିଏ ପଦରେ ଉତ୍ତର ଦିଅ ଆକର୍ଡିଂ ୟୋର ଏକ୍ସାମ ପ୍ୟାଟର୍ନ ଅନୁସାରେ। ତ କିଛି କ୍ୱେଶ୍ଚନ ଆସିବ ଡ୍ୟାସ୍ ଫ୍ରଣ୍ଟ, କିଛି ଆସିବ ଏକ ପଦରେ ଉତ୍ତର ଦିଅ। ଓକେ, ତ ପ୍ରଥମ କ୍ୱେଶ୍ଚନ କ'ଣ ଆସୁଛି ଋଗ୍ବେଦର 8 ଅଧ୍ୟାୟକୁ କ'ଣ କୁହାଯାଏ ନା ଅଷ୍ଟକ ବୋଲି କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ ବିବାହ ପୂର୍ବରୁ କେଉଁ ଶ୍ରେଣୀର ନାରୀ ଉପନୟନ କରୁଥିଲେ ନା ସଦ୍ୟବଧୂ ଶ୍ରେଣୀର ନାରୀମାନେ ଉପନୟନ କରୁଥିଲେ? ପରବର୍ତ୍ତୀ କ୍ୱେଶ୍ଚନ ନମ୍ବର 3କୁ ଆସିବା। ସବୁଠାରୁ ପ୍ରାଚୀନତମ ସଂହିତା କ'ଣ ବା କେଉଁଠି ନା ଋଗ୍ବେଦରେ ଅଛି? ପରବର୍ତ୍ତୀ ପ୍ରଶ୍ନ ଯଜୁର୍ବେଦ ଦୁଇ ଭାଗରେ ବିଭକ୍ତ କ'ଣ କ'ଣ? ଗୋଟେ ହେଉଛି କୃଷ୍ଣ ଯଜୁର୍ବେଦ ଆଉ ଗୋଟେ ହେଉଛି ଶୁକ୍ଳ ଯଜୁର୍ବେଦ। ପରବର୍ତ୍ତୀ ପ୍ରଶ୍ନ ବୈଦିକ ଯୁଗରେ ଯଜ୍ଞକୁ କ'ଣ କୁହାଯାଏ ନା ଅଧ୍ୱର ବୋଲି କୁହାଯାଏ? ପରବର୍ତ୍ତୀ କ୍ୱେଶ୍ଚନ ବେଦ 4 ଭାଗରେ ବିଭକ୍ତ କ'ଣ କ'ଣ? ସେଗୁଡ଼ିକ ହେଉଛି ଋଗ୍ବେଦ, ଯଜୁର୍ବେଦ, ସାମବେଦ ଓ ଅଥର୍ବ ବେଦ। ପରବର୍ତ୍ତୀ ପ୍ରଶ୍ନ ସାମବେଦର ପୁରୋହିତଙ୍କୁ କ'ଣ କୁହାଯାଏ ନା ଉଦ୍ଗାତା ବୋଲି କୁହାଯାଏ? କ'ଣ ନା ଉଦ୍ଗାତା ବୋଲି କୁହାଯାଏ। ପରବର୍ତ୍ତୀ କ୍ୱେଶ୍ଚନକୁ ଆସିବା କ୍ୱେଶ୍ଚନ ନମ୍ବର 8କୁ ଆସିବା। ଋଷିମାନଙ୍କ ଦ୍ୱାରା ମନ୍ତ୍ରଗୁଡ଼ିକ ସଂକଳନ ହେତୁ ଏହାକୁ କ'ଣ କୁହାଯାଏ ନା ଅଥର୍ବ ସଂହିତା ବୋଲି କୁହାଯାଏ। ଅଥର୍ବ ସଂହିତା। ପରବର୍ତ୍ତୀ ପ୍ରଶ୍ନ ବୈଦିକ ଯୁଗରେ ଲିଖନ ପ୍ରଣାଳୀକୁ କ'ଣ କୁହାଯାଏ? ସୂତ୍ରଧର ବୋଲି କୁହାଯାଏ। ପରବର୍ତ୍ତୀ କ୍ୱେଶ୍ଚନ ନମ୍ବର 10କୁ ଆସିବା। ବୈଦିକ ଯୁଗରେ ସଦ୍ୟବଧୂ ଶ୍ରେଣୀୟ ନାରୀମାନେ ବିବାହ ପୂର୍ବରୁ କେଉଁ ପ୍ରକାର ବୈଦିକ କର୍ମ କରିବା ବିହିତ ଥିଲା ନା ଉପନୟନ କରିବା ବିହିତ ଥିଲା? ପରବର୍ତ୍ତୀ ପ୍ରଶ୍ନ ଗୁରୁକୁଳ ଶିକ୍ଷା 3ଟି ପଦ୍ଧତିରେ ପ୍ରଦାନ କରାଯାଇଥିବା ତାହା କ'ଣ ନା ଧ୍ୟାନ, ସ୍ମରଣ ଓ ଆସନ। ପରବର୍ତ୍ତୀ ପ୍ରଶ୍ନ ସଂହିତା ଗୁଡ଼ିକର ଅଧ୍ୟୟନକୁ କ'ଣ କୁହାଯାଏ ନା ଶାଖା ବୋଲି କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ ଯେଉଁମାନେ 24 ବର୍ଷ, 26 ବର୍ଷ, 29 ବର୍ଷ ପର୍ଯ୍ୟନ୍ତ ଶିକ୍ଷା କରୁଥିଲେ ତାହାକୁ କ'ଣ କୁହାଯାଉଥିଲା ନା ଯେଉଁମାନେ 24 ବର୍ଷ କରୁଥିଲେ 24 ବର୍ଷ ବାଲାକୁ ବସୁ, 26 ବର୍ଷ ବାଲାକୁ ରୁଦ୍ର ଏବଂ 29 ବର୍ଷ ବାଲାକୁ ଆଦିତ୍ୟ ବୋଲି କୁହାଯାଉଥିଲା। ଓକେ, ପରବର୍ତ୍ତୀ ପ୍ରଶ୍ନ ବୈଦିକ ଯୁଗର ଜ୍ଞାନକୁ କ'ଣ କୁହାଯାଉଥିଲା ନା ତୃତୀୟ ନେତ୍ର ବୋଲି କୁହାଯାଉଥିଲା। ନେକ୍ସଟ କ୍ୱେଶ୍ଚନ ଆସିବା 15କୁ। ପରିଷଦର ଅର୍ଥ କ'ଣ ନା ପାଣ୍ଡିତ୍ୟ ସମ୍ମିଳନୀ। ପରବର୍ତ୍ତୀ ପ୍ରଶ୍ନ ଅଥର୍ବବେଦ ଝିଅମାନଙ୍କୁ କିପରି ଭାବେ ସ୍ୱୀକାର କରୁଥିଲେ ନା ଦୁହିତା ବୋଲି ସ୍ୱୀକାର କରୁଥିଲେ। ପରବର୍ତ୍ତୀ ପ୍ରଶ୍ନ ବୈଦିକ ଯୁଗର ଶିକ୍ଷା ପ୍ରଣାଳୀ କ'ଣ ଥିଲା ନା ପ୍ରଶ୍ନୋତ୍ତର ଆରୋହୀ ଥିଲା। ପରବର୍ତ୍ତୀ କ୍ୱେଶ୍ଚନ ଯିବା 18କୁ। ବୈଦିକ ଯୁଗ ପ୍ରଣାଳୀରେ କେଉଁ ପଦ୍ଧତିକୁ ଅଧିକ ମାତ୍ରାରେ ଗୁରୁତ୍ୱ ଦିଆଯାଉଥିଲା ନା ବୃତ୍ତିଭିତ୍ତିକ ପ୍ରଣାଳୀରେ। ପରବର୍ତ୍ତୀ ପ୍ରଶ୍ନ ଅଜନ୍ତା ପୁରୀ ବିଶ୍ୱବିଦ୍ୟାଳୟ କେଉଁଠାରେ ଅବସ୍ଥିତ ନା ପାଟଳିପୁତ୍ରଠାରେ ଅବସ୍ଥିତ। ପରବର୍ତ୍ତୀ ପ୍ରଶ୍ନ ମିଥିଳାରେ ଗୀତଗୋବିନ୍ଦ ଓ ମେଘଦୂତ କାବ୍ୟ କିଏ ରଚନା କରିଥିଲେ ନା ଜଗନ୍ଧର। ତ ଇଏ ଥିଲା ଆପଣଙ୍କର ୟୁନିଟ୍ 1 ସର୍ଟ କ୍ୱେଶ୍ଚନ। ଦେନ୍ ଆସିବା 2 ମାର୍କିଆ କ୍ୱେଶ୍ଚନକୁ। ତ 2 ମାର୍କିଆ କ୍ୱେଶ୍ଚନ ଗୁଡ଼ିକ ଏବେ ମୁଁ
डिस्कस करना नेक्स्ट क्लास से सब डिस्कस करी। तो धीरे धीरे मुझे स्कल कर जी आप भिडियो को स्टॉप करके पढ़ी नियंतु कि स्क्रीनशॉट नहीं नियंतु जहाँफल आपको सब पढ़ी पारे। मोठार बेटर हम मो डिस्क्रिप्शन मोर टेलीग्राम ग्रुप लिंक अच्छी क्लिक कर ग्रुप एड हो जातु जहाँफल आप मेजर पेपर 6, 5 एवं 7 क्लास गुटिक आगक हम से सब पीडीएफ टी पाइपर। तो बेटर हम टेलीग्राम ग्रुप एड हो जातु आ समस्ते गोटे लाइक कर मत कमेंट कर तुम मान गोटे गोटे कमेंट मत बहुत इन्स्पायर करते नेक्स्ट वीडियो बनाई। तो निश्चित रूपे समस्ते गोटे गोटे कमेंट कर सांग मान भिडियो शेयर कर। तो यहाँ हूँ आपंकर 5 मार्किया क्वेश्चन ओके। तो समस्ते भल भाव स्टॉप कर पढ़ी नियंतु। थैंक यू ऑल।